ଆଷାଢ଼ ମାସ 15 ଦିନ ଜୁନ୍ 29 ତାରିଖ ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟନ୍ତୀ। ସ୍ନାନ ମଣ୍ଡପରେ ଗଜାନନ ବେଶ। ଅଣସର ଆରମ୍ଭ। ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କର ତିରୋଧାନ। ଭକ୍ତ କବିର ଜୟନ୍ତୀ। ଏହି ଦିନରେ ସକାଳୁ ଉଠି ଶୁଦ୍ଧପୂତ ହୋଇ ମହାପ୍ରଭୁ ଜଗନ୍ନାଥ, ମାତା ସୁଭଦ୍ରା, ପ୍ରଭୁ ବଳଭଦ୍ରଙ୍କ ସ୍ନାନ ସାରି ମହାପ୍ରଭୁ ଜଗନ୍ନାଥଙ୍କ, ମାତା ସୁଭଦ୍ରା, ପ୍ରଭୁ ବଳଭଦ୍ର ତିନି ଦିଅଙ୍କୁ ବସ୍ତ୍ର ପରିଧାନ କରାନ୍ତୁ ଏବଂ ଚନ୍ଦନ, ହଳଦିଆ ଓ ଧଳା ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ। ରାବିଡ଼ି ଓ ହଳଦିଆ ରଙ୍ଗର ମିଷ୍ଟାନ୍ନ ବା ମିଠା ଭୋଗ ଲଗାନ୍ତୁ। 108 ଥର ଓଁ ଭଗବତେ ବାସୁଦେବାୟ ନମଃ ଜପ କରନ୍ତୁ। ଏହା କରିଲେ ମହାପ୍ରଭୁଙ୍କର ଆଶୀର୍ବାଦ ମିଳିଥାଏ ଏବଂ ମଙ୍ଗଳ ହୋଇଥାଏ। ଚାଲନ୍ତୁ ଆଜି ଜାଣିବା ରାଶିଫଳ। ମେଷ ରାଶି ପରାଧୀନ, ବୃଷ ରାଶି ଅଶାନ୍ତି, ମିଥୁନ ରାଶି ସହଯୋଗ ପ୍ରାପ୍ତି, କର୍କଟ ରାଶି ଅର୍ଥ ଲାଭ, ସିଂହ ରାଶି ସମ୍ମାନ ପ୍ରାପ୍ତି, କନ୍ୟା ରାଶି କାର୍ଯ୍ୟ ନଷ୍ଟ, ତୁଳା ରାଶି ଘାତଚନ୍ଦ୍ର, ବିଛା ରାଶି ପ୍ରସନ୍ନତା, ଧନୁ ରାଶି ଦୁର୍ବଳତା, ମକର ରାଶି ଅନାଟନ, କୁମ୍ଭ ରାଶି ବାଦ ବିବାଦ, ମୀନ ରାଶି ରୋଗ ପୀଡ଼ା।